ଆଜି ଯଦି ଆମେ ଏଇ କାମ ନ କରିନଥାନ୍ତୁ ତାହେଲେ ଆମେ ଗୋଟେ ବୋଲି ମାଛ ଧରି ପାରିନଥାନ୍ତୁ। ଛାଡି ଯାଇଥିଲା ବର୍ଷା ଝଡି, ବାହାରିଥିଲୁ ଆମେ ମାଛ ଧରି। ଆପଣ ମାନେ ଭାବୁଛନ୍ତି ନା ଏଇଟା କୋଉ ସୁରର? ହଁ ହଁ ସେଇ ବହିର। ମତେ କେ କ୍ଲାସ ର ମତେ କହିବ। ମାନି ନଥିଲୁ ଆମେ ରାତି ବିତି ଛୋଟ ବଡ ମିଶି ଦୌଡିଥିଲୁ। ଅଧାରେ ଯାଇପାରି ନଥିଲୁ ନଈକି ପୋଖରୀକୁ। ଆମ ଗାଁରେ ସରକାରଙ୍କ ମାଧ୍ୟମରେ ଯୋଉ ଖୋଲା ଯାଇଛି ପକା ନାଳରେ ଯାଉଛି ସବୁ ଗାଁ ଯାକର ପାଣି, ସେଇଥିରେ ଧରି ଯାଉଲେ ଆମେ ମାଛ ପାଣିକୁ କିନ୍ତୁ ମାଛ ନ ଦଉନାହାନ୍ତି। ପାଣି ପୁରା ବାସ ପାଣିରେ ଦୌଡୁଥିଲେ ନାଳରେ, ଆମେ ଦୌଡୁଥିଲୁ ମାଛ ପଛରେ ଧରିଲୁ ଗୋଟେ ଦୁଇଟା ବାଛିଲୁ ଜାଲ, ତାକୁ ନେଇ ବସାଇଲୁ ନାଳରେ। ତାପରେ ସେଥିରୁ ଯାହା ମାଛ ବାହାରିଲା ଆପଣମାନଙ୍କ ସାମ୍ନାରେ ତ ଅଛି ଆଉ ଦେଖୁଥିବେ ତ, କୋଉମାନେ ଚଡଚଡ କରି ଖାଇବେ କହିବେ। ଆଜି ଯଦି ଆମେ ଏଇ କାମ ନ କରିନଥାନ୍ତୁ ତାହେଲେ ଆମେ ଗୋଟେ ବୋଲି ମାଛ ଧରି ପାରିନଥାନ୍ତୁ। ଛାଡି ଯାଇଥିଲା ବର୍ଷା ଝଡି, ବାହାରିଥିଲୁ ଆମେ ମାଛ ଧରି। ଆପଣ ମାନେ ଭାବୁଛନ୍ତି ନା ଏଇଟା କୋଉ ସୁରର? ହଁ ହଁ ସେଇ ବହିର। ମତେ କେ କ୍ଲାସ ର ମତେ କହିବ। ମାନି ନଥିଲୁ ଆମେ ରାତି ବିତି ଛୋଟ ବଡ ମିଶି ଦୌଡିଥିଲୁ। ଅଧାରେ ଯାଇପାରି ନଥିଲୁ ନଈକି ପୋଖରୀକୁ। ଆମ ଗାଁରେ ସରକାରଙ୍କ ମାଧ୍ୟମରେ ଯୋଉ ଖୋଲା ଯାଇଛି ପକା ନାଳରେ ଯାଉଛି ସବୁ ଗାଁ ଯାକର ପାଣି, ସେଇଥିରେ ଧରି ଯାଉଲେ ଆମେ ମାଛ ପାଣିକୁ କିନ୍ତୁ ମାଛ ନ ଦଉନାହାନ୍ତି। ପାଣି ପୁରା ବାସ ପାଣିରେ ଦୌଡୁଥିଲେ ନାଳରେ, ଆମେ ଦୌଡୁଥିଲୁ ମାଛ ପଛରେ ଧରିଲୁ ଗୋଟେ ଦୁଇଟା ବାଛିଲୁ ଜାଲ, ତାକୁ ନେଇ ବସାଇଲୁ ନାଳରେ। ତାପରେ ସେଥିରୁ ଯାହା ମାଛ ବାହାରିଲା ଆପଣମାନଙ୍କ ସାମ୍ନାରେ ତ ଅଛି ଆଉ ଦେଖୁଥିବେ ତ, କୋଉମାନେ ଚଡଚଡ କରି ଖାଇବେ କହିବେ।